ଅଗଷ୍ଟ 1 ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ, ଯାହା ଆପଣମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ। କାହିଁକି ନା ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିପାରେ। ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ୍ କାର୍ଡ, ୟୁପିଆଇ ପେମେଣ୍ଟ, ଏଲପିଜି ସିଲିଣ୍ଡର ଉପରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ ଏଇ ଅଗଷ୍ଟ 1 ତାରିଖରୁ। ଆସନ୍ତୁ ଗୋଟି ଗୋଟି କରି ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ଦେଖନ୍ତୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ। ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ ଅର୍ଥାତ୍ ଏନପିସିଆଇ ୟୁପିଆଇ ଇକୋସିଷ୍ଟମରେ ଦବାଣ କମାଇବା ଏବଂ ପେମେଣ୍ଟ ବିଳମ୍ବ କିମ୍ବା ବିଫଳ ଲେନଦେନ ସହିତ ସମସ୍ୟା ହ୍ରାସ କରିବା ପାଇଁ ନୂଆ ନିୟମ ଜାରି କରିଛି। ତେବେ ଏହି ନିୟମ ଆପଣଙ୍କ ସ୍ଥାନୀୟ ଦୋକାନରେ ପେମେଣ୍ଟକୁ ପ୍ରଭାବିତ ନ କରିପାରେ, କିନ୍ତୁ ବ୍ୟାଙ୍କ ବାଲାନ୍ସ ଯାଞ୍ଚ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଏହି କିଛି ସୀମା ଲଗାଇବ। ତେବେ ନୂଆ ନିୟମ ଅନୁଯାୟୀ ଏକ ଦିନରେ ୟୁପିଆଇ ଆପ୍ ମାଧ୍ୟମରେ ମାତ୍ର 50 ଥର ବାଲାନ୍ସ ଯାଞ୍ଚ କରାଯାଇପାରିବ। ସେହିପରି 2ରେ ଏସବିଆଇ କାର୍ଡ ହୋଲ୍ଡରଙ୍କ ପାଇଁ ନୂଆ ନିୟମ। 11 ଅଗଷ୍ଟ 2025ରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ ଏସବିଆଇ କାର୍ଡ ହୋଲ୍ଡରଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏସବିଆଇ ସେଣ୍ଟ୍ରାଲ ବ୍ୟାଙ୍କ, ପିଏସବି, ୟୁକୋ ବ୍ୟାଙ୍କ, କୋର ବୈଶ୍ୟ ବ୍ୟାଙ୍କ, ଆଲାହାବାଦ ବ୍ୟାଙ୍କ ଆଦି ସହ ମିଳିତ ଭାବେ କିଛି କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡରେ ପ୍ରଦାନ କରାଉଥିବା ମାଗଣା ଏୟାର ଆକ୍ସିଡେଣ୍ଟାଲ ଇନ୍ସୁରାନ୍ସ କଭର ଅର୍ଥାତ୍ 1 କୋଟି ଟଙ୍କା କିମ୍ବା 50 ଲକ୍ଷ ଟଙ୍କା ବନ୍ଦ ରହିବ। ଏହା କାର୍ଡ ହୋଲ୍ଡରଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ। 3ରେ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ। ତେବେ 1 ଅଗଷ୍ଟରୁ ଘରୋଇ କିମ୍ବା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇପାରେ। ଗତ ଜୁଲାଇ 1 ତାରିଖରେ 19 କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡର ଦରରେ 20 ଟଙ୍କା ହ୍ରାସ କରାଯାଇଥିଲା। ଆଶା କରାଯାଉଛି ଯେ ଏହି ଅଗଷ୍ଟରୁ 14 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ ମଧ୍ୟ ହ୍ରାସ ହୋଇପାରେ। 4ରେ ସିଏନଜି ଓ ପିଏନଜି ଦରରେ ପରିବର୍ତ୍ତନ। ତୈଳ କମ୍ପାନୀମାନେ ପ୍ରତି ମାସରେ ସିଏନଜି ଓ ପିଏନଜି ଦର ପରିବର୍ତ୍ତନ କରିଥାନ୍ତି। ଚଳିତ ବର୍ଷ ଏପ୍ରିଲ ପରେ ଏହି ଦରର କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଆଶା କରାଯାଉଛି ଯେ 1 ଅଗଷ୍ଟରୁ ଏହି ଦରରେ ପରିବର୍ତ୍ତନ ହୋଇପାରେ। ଆଉ 5ରେ ଏୟାର ଟର୍ବାଇନ୍ ଫ୍ୟୁଲ ଦରରେ ପରିବର୍ତ୍ତନ। ଅଗଷ୍ଟ 1 ତାରିଖରୁ ଏୟାର ଟର୍ବାଇନ୍ ଫ୍ୟୁଲ ଯାହାକି ଏଟିଏଫ୍ ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ତୈଳ କମ୍ପାନୀମାନେ ପ୍ରତି ମାସରେ ପ୍ରଥମ ତାରିଖରେ ଏଟିଏଫ୍ ଦର ସଂଶୋଧନ କରିଥାନ୍ତି।